जीवन रे आपण केबे धोखा खाइबे नाही जदि एई केतोटी कथा ध्यान रखिबे। तेबे आसंतु कौन से कथा जानिबा। दर्शक बंधु आज गोटे मूल्यवान कथा विषय आलोचना करा जिवो। आरंभरू शेष जाए এই ভিডিওটিକୁ ନିଶ୍ଚୟ ଶୁଣନ୍ତୁ। ଆରମ୍ଭରୁ ଶେଷ ଯାଏ କୌଣସି ମନକୁ ଖରାପ ଚିନ୍ତାଧାରା ନ ଆଣି ଭିଡ଼ିଓଟିକୁ ସ୍କିପ୍ କରି ଆଗକୁ ଯାଆନ୍ତୁନି। ପୁରା ଶେଷ ଯାଏ ଭିଡ଼ିଓଟି ଦେଖନ୍ତୁ। ଭିଡ଼ିଓର ମହତ୍ତ୍ୱ କ'ଣ ଆପଣ ଜାଣିପାରିବେ। ଆଉ ଏ ଭିଡ଼ିଓର ନିଶ୍ଚିତ ଆପଣଙ୍କର ମୂଲ୍ୟବାନ କିଛି ଉପକାର ହେବ। ଦର୍ଶକ ବନ୍ଧୁ, ଚାଣକ୍ୟ ନୀତି ଚାଣକ୍ୟ ଦ୍ୱାରା ରଚିତ ଏକ ନୀତି ଗ୍ରନ୍ଥ ଅଟେ, ଯେଉଁଥିରେ ଜୀବନକୁ ସଫଳ ଏବଂ ସୁଖମୟ କରିବା ପାଇଁ ଉପଯୋଗୀ ବାର୍ତ୍ତା ଦିଆଯାଇଛି। ଏହି ଗ୍ରନ୍ଥର ବିଶେଷତ୍ୱ ହେଉଛି ମନୁଷ୍ୟ ସମାଜକୁ ଉଚିତ ଏବଂ ବ୍ୟବହାରିକ ଶିକ୍ଷା ଦେବା। ଚାଣକ୍ୟ ଜଣେ ମହାନ ବିଦ୍ୱାନ ବ୍ୟକ୍ତି ଅଟନ୍ତି, ଯିଏ ତାଙ୍କ ନୀତି ଦ୍ୱାରା ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ରାଜଗାଦିରେ ବସାଇ ଦେଇଥିଲେ। ତେବେ ଆସନ୍ତୁ ଜାଣିବା ଚାଣକ୍ୟ କହିଥିବା ଯାହା ଜୀବନରେ ଆପଣଙ୍କୁ ନିଶ୍ଚିତ ସାହାଯ୍ୟ କରିପାରେ। ଏହି ମୂଲ୍ୟବାନ କଥାଟି କ'ଣ? ପାପ ଏବଂ ପୁଣ୍ୟରେ କ'ଣ ଅନ୍ତର ଅଛି? ମୋର ଶତ୍ରୁ କିଏ ଆଉ ମିତ୍ର କିଏ? ମୋର କେଉଁ କାର୍ଯ୍ୟରେ ଲାଭ ହୋଇପାରେ ଆଉ କେଉଁ କାମରେ କ୍ଷତି ହୋଇପାରେ? ଏହା ଭାବିକି ମନୁଷ୍ୟକୁ ନିଜ ଜୀବନର ପ୍ରତ୍ୟେକ ପଦକ୍ଷେପ ନେବା ଉଚିତ। କଠିନ ସମୟରେ, ସେବକର ସଙ୍କଟ ସମୟରେ, ଭାଇ ବନ୍ଧୁଙ୍କର ଆପତ୍ତି ପଡ଼ିବା ସମୟରେ, ମିତ୍ରଙ୍କର ଏବଂ ଧନର ଅଭାବ ସମୟରେ ସ୍ତ୍ରୀର ପରୀକ୍ଷା ହୋଇଥାଏ। ସିଂହଠୁ ଗୋଟେ, ବଗଠୁ 4 ଗୁଣ, କାଉଠୁ 5 ଗୁଣ, କୁକୁରଠୁ 6 ଗୁଣ ଏବଂ ବାଘଠାରୁ 3 ଗୁଣ କଥା ମନୁଷ୍ୟକୁ ଶିଖିବା ଉଚିତ। କାମଟିଏ କର, କିନ୍ତୁ ମନ ଲଗେଇକି କରିବା ଉଚିତ। ମଣିଷକୁ ଏହି କାମ ସିଂହଠାରୁ ଶିଖିବା ଉଚିତ। ସମୟ ଅନୁସାରେ ନିଜ ଶକ୍ତି ସହ କାମ କରିବା ଗୁଣ ବଗଠାରୁ ଶିଖିବା ଉଚିତ। ଠିକ୍ ସମୟରେ ଲଢ଼ିବା, ଶୋଇବା, ଉଠିବା, ଝପଟକାରୀ ଭୋଜନ କରିବା ମଣିଷକୁ ଏହି ଗୁଣ କୁକୁଡ଼ା ଠାରୁ ଶିଖିବା ଉଚିତ। ସମୟ ସମୟରେ ସଜାଗ ରହିବା, ଅନ୍ୟକୁ ଉପରେ ବିଶ୍ୱାସ ନ କରିବା ଏହି ଗୁଣକୁ କୁକୁର ଠାରୁ ଶିଖିବା ଉଚିତ। ମନୁଷ୍ୟ କାହାର ଆଶାରେ ଧନ ରୋଜଗାର କରିବା ଉଚିତ ନୁହେଁ, ନିଜ ବଳରେ ଧନ ରୋଜଗାର କରିବା ଉଚିତ। ତେବେ ବନ୍ଧୁଗଣ, ମନୁଷ୍ୟର 4ଟି ଜିନିଷର ମୋହ କେବେ ବି ସରେ ନାହିଁ: ଧନ, ଜୀବନ, ବାସନା ଓ ଭୋଜନ। ଏହାର ଭୋକ ସବୁବେଳେ ମଣିଷକୁ ଲାଗି ରହିଥାଏ। ତେବେ ମନୁଷ୍ୟକୁ ଧନର ସଞ୍ଚୟ କରିବା ମଧ୍ୟ ବହୁତ ଜରୁରୀ ଅଟେ। ଦର୍ଶକ ବନ୍ଧୁ, କାରଣ କେତେବେଳେ ବି ଖରାପ ସମୟ ଆସିଯାଇପାରେ ଏବଂ ଖରାପ ସମୟରେ ନିଜ ଲୋକ ବି ପର ହୋଇଯାଆନ୍ତି। ତେବେ ସଞ୍ଚୟ କରିଥିବା ଧନ ସେତେବେଳେ କାମରେ ଆସିଥାଏ। ବହୁତ ଭଲ ହୋଇକି ଜୀବନ ବ୍ୟତୀତ କରାଯାଇପାରେ ନାହିଁ। ସରଳ ଲୋକ ବହୁତ ହନ୍ତସନ୍ତ ହୋଇଥାନ୍ତି, ଯେମିତି ଜଙ୍ଗଲରେ ସିଧା ଗଛକୁ ପ୍ରଥମେ କଟାଯାଇଥାଏ, ଠିକ୍ ସେମିତି ଅତି ସିଧା ସରଳ ହୁଅନ୍ତୁ ନାହିଁ। ପେଚା ଦିନରେ ଦେଖିପାରେ ନାହିଁ, ଏଥିରେ ସୂର୍ଯ୍ୟଙ୍କର କି ଦୋଷ? ଚାତକ ମୁହଁରେ ଗୋଟାଏ ବୁନ୍ଦା ବର୍ଷା ହୁଏ ନାହିଁ, ଏଥିରେ ବାଦଲର କି ଦୋଷ? ଏହା ବୁଝନ୍ତୁ କି ସବୁର ରାଜା ଈଶ୍ୱର ଅଟନ୍ତି। ଈଶ୍ୱର ହିଁ ରାଜାକୁ ଭିକାରୀ କରନ୍ତି, ଭିକାରୀକୁ ରାଜା ବନେଇ ଦିଅନ୍ତି। ତେବେ ଈଶ୍ୱରଙ୍କ ଉପରେ ଭରସା ରଖନ୍ତୁ, କାରଣ ସେ ହିଁ ସମସ୍ତଙ୍କ ଧ୍ୟାନ ରଖନ୍ତି। ସବୁ ପାହାଡ଼ରେ ହୀରା ନଥାଏ ଦର୍ଶକ ବନ୍ଧୁ, ସବୁ ହାତୀର ମସ୍ତକରେ ମଧ୍ୟ ମୁକ୍ତା ନଥାଏ। ସବୁ ଜାଗାରେ ଭଲ ଲୋକ ମିଳନ୍ତି ନାହିଁ,
ସବୁ ଚମକଉଥିବା ଜିନିଷ ସୁନା ହୁଏ ନାହିଁ। ଏ ସାରା ଦୁନିଆ ବିବାଦରେ ଘେରି ରହିଛି। ସେଥିପାଇଁ ଜୀବନରେ ନିଷ୍ପତ୍ତି ନେବା ପୂର୍ବରୁ ଭାବି ଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଯେମିତି ହାତୀ ବୁଢ଼ା ହେବା ପରେ ମଧ୍ୟ ଚଞ୍ଚଳ ହୋଇଥାଏ, ଯେମିତି ଆଖୁ ପେଶା ହୋଇଗଲା ପରେ ବି ନିଜର ମିଠାସ ଛାଡ଼େ ନାହିଁ, ଯେମିତି ସୁନା ତରଳି ଗଲା ପରେ ମଧ୍ୟ ନିଜର ଚମକ ଛାଡ଼େ ନାହିଁ, ଠିକ୍ ସେହିପରି ଭଲ ଗୁଣ ଥିବା ଲୋକ ଯୁଆଡ଼େ ବି ଯାଆନ୍ତୁ ଚରିତ୍ର ବଦଳେ ନାହିଁ। କିଛି ପାଗଳ ଲୋକ ପଥରକୁ ରତ୍ନ ବୋଲି ଭାବନ୍ତି, କିନ୍ତୁ ଅସଲି ରତ୍ନ ତ ଖାଦ୍ୟ, ପାଣି ଏବଂ ଜ୍ଞାନ ହିଁ ହୋଇଥାଏ। ଯେଉଁ ବ୍ୟକ୍ତି ନିଜର ଆୟଠାରୁ ଅଧିକ ଖର୍ଚ୍ଚ କରେ ଓ ଅନ୍ୟଙ୍କ ସହ ଝଗଡ଼ା କରେ, ସେ କେବେ ବି ଖୁସିରେ ରହିପାରେ ନାହିଁ। ଯେମିତି ମାଟି ଖୋଳିବା ଦ୍ୱାରା ପାଣି ବାହାରେ, ଠିକ୍ ସେମିତି ଗୁରୁଙ୍କ ସେବା କରିବା ଦ୍ୱାରା ବିଦ୍ୟା ପ୍ରାପ୍ତ ହୋଇଥାଏ। ଏ କଥାରେ ଧ୍ୟାନ ରଖନ୍ତୁ, ଯିଏ ଗୁରୁଙ୍କ ସେବା କରେ ନାହିଁ, ସେ କେବେ ବି ଭଲ ଜ୍ଞାନ ଏବଂ ବିଦ୍ୟା ପାଏ ନାହିଁ। ଯେଉଁ ନାରୀ ପତିଙ୍କ କଥା ମାନେ ନାହିଁ ଅଥବା ତାଙ୍କୁ ଅସମ୍ମାନ କରେ, ସେ ନର୍କକୁ ଯାଇଥାଏ। ତାକୁ କେବେ ବି ଖୁସି ମିଳିନଥାଏ। ମନେ ରଖନ୍ତୁ, ଜୀବନ ଅସ୍ଥାୟୀ ଅଟେ, ତେଣୁ ପ୍ରତ୍ୟେକ କାର୍ଯ୍ୟ ସଂସାରର ମଙ୍ଗଳ ପାଇଁ କରିବା ଉଚିତ। ଯେ ପର୍ଯ୍ୟନ୍ତ ଜୀବନ ଅଛି ସବୁକିଛି ସୁଖଦ ଅଟେ ଏବଂ ଯେବେ ଜୀବନ ଚାଲିଯାଏ ସେତେବେଳେ ସବୁକିଛି ଜିନିଷର ଅନ୍ତ ହୋଇଯାଏ। ଧର୍ମ ହିଁ ଏକମାତ୍ର ଚିରସ୍ଥାୟୀ। ତେବେ ଅନ୍ୟମାନଙ୍କର ଭଲ କରିକି ହିଁ ଆତ୍ମତୃପ୍ତି ମିଳିଥାଏ। ଇନ୍ଦ୍ରିୟ ଉପରେ ଆୟତ ଏବଂ ଜୀବଙ୍କ ଉପରେ ଦୟା କରିବା ଦ୍ୱାରା ହିଁ ମୁକ୍ତି ମିଳିଥାଏ। ଭଲ କର୍ମ କରିବା ଦ୍ୱାରା ମନୁଷ୍ୟକୁ ଶାନ୍ତି ମିଳିଥାଏ। ତେବେ ସଦାସର୍ବଦା ଭଲ କର୍ମ କରନ୍ତୁ। ଯେମିତି ଫୁଲରେ ବାସ୍ନା, ତିଳରେ ତେଲ ଏବଂ କାଠରେ ନିଆଁ, କ୍ଷୀରରେ ଘିଅ, ଯେମିତି ଏହିସବୁ ଜିନିଷକୁ ବାହାରକୁ ଦେଖି ତାହାର ଗୁଣ କହିହେବ ନାହିଁ, ଠିକ୍ ସେମିତି ମନୁଷ୍ୟକୁ ଆତ୍ମାଙ୍କ ଅଲଗାକାରୀ ଭାବିବା ଉଚିତ ନୁହେଁ। ଦେବତା କୌଣସି ମୂର୍ତ୍ତି କିମ୍ବା ମନ୍ଦିରରେ ନାହାନ୍ତି। ଦେବତା ତ ଆମ ଚାରି ପାଖରେ ଅଛନ୍ତି, ଆମ ଭିତରେ ଅଛନ୍ତି। ଯେମିତି ଆପଣଙ୍କ ଭାବନା, ସେହିପରି ଆପଣ ହେବେ। ମଣିଷ ଯେମିତି ଭାବନା ରଖେ ସେମିତି ହୋଇଯାଇଥାଏ। ଏଥିପାଇଁ ଯେମିତି ଭାବନା ରଖିବେ ସେମିତି ହିଁ ଆପଣ ହୋଇପାରିବେ। ଭଲ ଭାବନା ରଖିଲେ ଭଲ ଲୋକ ହେବେ। ଖରାପ ଭାବନା ରଖିଲେ ଲୋକଙ୍କ ଆଗରେ ଆପଣ ସବୁବେଳେ ଖଳ ଚରିତ୍ରର ଲୋକର ପରିଚୟ ପାଇବେ। ସଚ୍ଚା ବ୍ରାହ୍ମଣ ସିଏ ଯିଏ ବଣରେ ରହି ପ୍ରାକୃତିକ ଖାଦ୍ୟ ଖାଇ ଭକ୍ତିରେ ଈଶ୍ୱରଙ୍କୁ ଖୋଜିଥାଏ। ତେବେ ବନ୍ଧୁଗଣ, ଖରାପ ମଣିଷ ଏବଂ ସାପ ଭିତରେ ସବୁଠାରୁ ଭୟଙ୍କର ଖରାପ ମଣିଷ ହିଁ ହୋଇଥାଏ। କାରଣ ସାପ ତ ସମୟ ଆସିଲେ ଧଂସିଥାଏ, କିନ୍ତୁ ଖରାପ ମଣିଷ ସବୁବେଳେ କଷ୍ଟ ଦେଇଥାଏ। ସାଗର ସବୁଠୁ ବଡ଼ ହେଲେ ମଧ୍ୟ ସେଥିରୁ ଭୟଙ୍କର ତୁଫାନ ଆସିଥାଏ। ତେବେ ଯେଉଁ ଘରେ ପିଲା ପାଠ ପଢ଼ନ୍ତି ନାହିଁ, ସେ ସେହି ଫୁଲ ପରି ହୋଇଥାନ୍ତି। ଯେଉଁ ଫୁଲ ସୁନ୍ଦର ତ ଦେଖାଯାଇଥାଏ କିନ୍ତୁ ବାସ୍ନା ନଥାଏ। ଅସ୍ତ୍ରଧାରୀ କେବେ ବି ଆଘାତ କରିପାରେ, ସିଂହ ଥିବା ପଶୁ କେବେ ବି ଜଖମ ଦେଇପାରେ, ସ୍ତ୍ରୀ କେବେ ବି ମିଛ ଲାଞ୍ଛନା ଲଗେଇ ପାରନ୍ତି ଏବଂ ରାଜା ଘରର ଲୋକ କେବେ ବି ଚିଡ଼ି ଯାଇପାରନ୍ତି। ଏଥିପାଇଁ ସେମାନଙ୍କ ଠାରୁ କେବେ ବି ଖତରା ଆସିପାରେ କିମ୍ବା ନିର୍ଯାତନା ବି ଆସିପାରେ। ଦର୍ଶକ ବନ୍ଧୁ, ଆଜିର ମୂଲ୍ୟବାନ ଏହି ଭିଡ଼ିଓଟି ଯଦି ଯେଉଁ ବନ୍ଧୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶୁଣିଥିବେ, ନିଶ୍ଚିତ ଏହି ଭିଡ଼ିଓର ମର୍ମଦ ବିଷୟରେ ସେମାନେ ଜାଣିପାରିବେ। ପ୍ରକୃତରେ ଭିଡ଼ିଓର ମର୍ମ କ'ଣ ଅଛି, ଏହି ଭିଡ଼ିଓର ଉଦ୍ଦେଶ୍ୟ କ'ଣ, ଏଥିରେ ନୀତି ଶିକ୍ଷା କ'ଣ। ଦର୍ଶକ ବନ୍ଧୁ, ଆଶା କରୁଛି ଆଜିର ଭିଡ଼ିଓଟି ନିଶ୍ଚିତ ଆପଣମାନଙ୍କୁ ଭଲ ଲାଗିଥିବ। ଯଦି ଭଲ ଲାଗିଛି ତାହେଲେ ଏବେ ହିଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ, ପାଖରେ ଥିବା ବେଲ୍ ଆଇକନ୍କୁ ଦବାନ୍ତୁ, ଯାହାଫଳରେ ମୋର ପ୍ରତ୍ୟେକ ଭିଡ଼ିଓ ଆପଣମାନେ ସିଧାସଳଖ ଦେଖିପାରିବେ। ଆଜି ପାଇଁ ଏତିକି। ଜୟ ଜଗନ୍ନାଥ, ନମସ୍କାର।